ଆମ ଓଡ଼ିଶାର ମାଟି ମହାପ୍ରଭୁ ଜଗନ୍ନାଥଙ୍କ ରାଜ୍ୟର ପବିତ୍ର ମାଟି। ଏ ମାଟିରେ ଯେ ଜନ୍ମ ନେଇଛି ସତରେ ସେ ଭାଗ୍ୟବାନ। ହେଲେ ଜଗନ୍ନାଥଙ୍କ ଅପାର କରୁଣାରୁ ଯିଏ ଏହି ଜଗତସିଂହପୁର ମାଟିରେ ଜନ୍ମ ନେଇଛି ସେ ଅଧିକ ଭାଗ୍ୟବାନ। କାରଣ ଏ ମାଟି ହେଉଛି ବାଣୀକ୍ଷେତ୍ର ମା ଶାରଳାଙ୍କ ମାଟି। ଏ ମାଟି ହେଉଛି ବିଭୂତି କ୍ଷେତ୍ରର ମାଟି। ଏ ମାଟି ମୁନି ଋଷିଙ୍କର ମାଟି। ଏ ମାଟି ହେଉଛି କଳା ସଂସ୍କୃତିର ମାଟି। ଏ ମାଟି ନୌ ବାଣିଜ୍ୟ ବନ୍ଦରର ମାଟି। ଏ ମାଟିରେ ଅନେକ ବରପୁତ୍ରଙ୍କର ଜନ୍ମ। ଏ ମାଟିର ପ୍ରତି କଣିକାରେ ମିଶିଛି ସେହି ମହିଷୀ ମା ମାନଙ୍କର ପାଦର ଧୂଳି। ଓଡ଼ିଶାର ମାନଚିତ୍ରରେ ସବୁଠାରୁ ଛୋଟ ଜିଲ୍ଲା ହେଲେ ବି ଶିକ୍ଷା କ୍ଷେତ୍ରରେ ରାଜ୍ୟରେ ଦ୍ୱିତୀୟ। ଏ ମାଟି ଓଡ଼ିଶାର ଅର୍ଥନୀତିରେ ଅନେକ ଯୋଗଦାନ ରଖିଛି। କିନ୍ତୁ ଆପଣମାନେ ଅନେକ ଜାଣିନଥିବେ ଏହି ମାଟିରେ ଅନେକ ପ୍ରାଚୀନ କୀର୍ତ୍ତିରାଜ ଲୁକ୍କାୟିତ ହୋଇ ରହିଅଛି। ଏବଂ ମନ୍ଦିର ମାଳିନୀ ସହର ଭୁବନେଶ୍ୱର ହେଲେ ବି ଆମ ଜଗତସିଂହପୁର ଜିଲ୍ଲା ହେଉଛି ମନ୍ଦିର ମାଳିନୀ ଜିଲ୍ଲା। ଏ ମାଟିରେ ଅନେକ ମଠ ମନ୍ଦିର ଆଶ୍ରମ ଭରି ରହିଅଛି। ସବୁଠାରୁ ବଡ଼ କଥା ହେଲା ସର୍ବାଧିକ ଶୈବପୀଠ ଏହି ମାଟିରେ ବିଜେ କରିଛନ୍ତି। ତେଣୁ ଆପଣମାନେ ମିଷ୍ଟର ଜଗତସିଂହପୁରିଆ ମାନେ ମୋ ସହିତ ଯୋଡ଼ି ହୋଇ ରୁହନ୍ତୁ। ମୁଁ ଆପଣମାନଙ୍କୁ ପାତାଳପୁଟି ଶୈବପୀଠ ସହିତ ଅନେକ ପ୍ରାଚୀନ କୀର୍ତ୍ତିରାଜି ଓ ମଠ ମନ୍ଦିର ବିଷୟରେ ଅବଗତ କରାଇବି। ତାହେଲେ ଦେଖା ହେବ ପରବର୍ତ୍ତୀ ଭିଡ଼ିଓରେ ସିଧା ଆମ ମହାଦେବଙ୍କ ବଡ଼ ଭାଇ ବାବା ସିଦ୍ଧେଶ୍ୱରଙ୍କ ସହିତ। ରହୁଛି ଜୟ ଜଗନ୍ନାଥ।